श्री जगन्नाथ चेतना गवेषणा प्रतिष्ठान पक्षरु आयोजित होईछि आंतर्जातिक श्री जगन्नाथ चेतना महोत्सव 2025। भुवनेश्वर आईआईएमटी परिसर रे एही कार्यक्रम आयोजन करा जायथिला। एथिरे विभिन्न प्रकारर कार्यक्रम रहिथिला जेउथरे महाप्रभु श्री जगन्नाथंकु प्रदर्शित करा जायथिला। जगन्नाथंकर विभिन्न वेश एठारे प्रदर्शित होइथिला। प्रतिदिन भगवानଙ୍କର ଯେଉଁ ସବୁ ବେଶ ହୋଇଥାଏ, ବିଶେଷ କରି ବିଭିନ୍ନ ପର୍ବପର୍ବାଣୀ ଯେଉଁ ସବୁ ବେଶ ସବୁ ଅନୁଷ୍ଠିତ ହୋଇଥାଏ ସେହି ସବୁ ବେଶ ଏଠାରେ ପ୍ରଦର୍ଶିତ କରାଯାଇଥିଲା। ବିଶେଷ କରି ଆପଣମାନେ ଯେଉଁ ଦେଖୁଛନ୍ତି ଚିତ୍ର ଘୋଡ଼ା ଲାଗି ବେଶଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ବେଶ ଯେମିତି କାଳିଆ ଦଳନ ବେଶ ଏଥି ସହିତ ଆପଣମାନେ ଦେଖିପାରୁଥିବେ ନବାଙ୍କ ବେଶ ମଧ୍ୟ ଏଠାରେ ପ୍ରଦର୍ଶିତ ହୋଇଥିଲା। ଖାଲି ସେତିକି ନୁହେଁ, ଜଗନ୍ନାଥଙ୍କର ଯେଉଁ ଯେଉଁ ସମୟରେ ଯେତେ ପ୍ରକାରର ବେଶ ହୋଇଥାଏ ଏହି ସବୁ ବେଶକୁ ଏଠାରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଉପସ୍ଥାପନା କରା ଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ରହିଥିଲା ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ଜଗନ୍ନାଥ ଚେତନାର ବ୍ୟାପକ ପ୍ରସାର କରିବା, ଲୋକଙ୍କ ପାଖରେ ଏହାକୁ କିଭଳି ଆଦୃତ କରାଯାଇ ପାରିବ ଏବଂ ଜଗନ୍ନାଥଙ୍କ ସଂସ୍ପର୍ଶରେ ଲୋକମାନେ ଆସିବେ ଏବଂ ଏହାର ମହନୀୟତାକୁ ଅନୁଭବ କରିବେ। ଏହି ଲକ୍ଷ୍ୟ ନେଇ ଏଠାରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ଯେଉଁମାନେ ଜଗନ୍ନାଥଙ୍କ ସମ୍ପର୍କରେ ଅନେକ ତଥ୍ୟ ରଖିଥିଲେ। ଏଥିସହିତ ଅନେକ ସାଧୁ ସନ୍ଥ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କ ସମ୍ପର୍କରେ ଏବଂ ବିଭିନ୍ନ ରୀତିନୀତି ସମ୍ପର୍କରେ ମଧ୍ୟ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ଏଠାକୁ ଆସିଥିବା ସାଧୁ ସନ୍ଥ ଏବଂ ବକ୍ତାମାନେ ରଖିଥିଲେ। ଜଗନ୍ନାଥ ସଂସ୍କୃତିକୁ ଆହୁରି ବ୍ୟାପକ କରିବା କ୍ଷେତ୍ରରେ ଏଭଳି କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ।